ছি 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 রে ননি ছি 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 রে ননি ছি 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 রে ননি। ସାଙ୍ଗମାନେ ନମସ୍କାର। ଆଉ ଗୋଟେ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ କରୁଅଛି। ମୋ ନାଁ ପ୍ରଶାନ୍ତ ଗୋଗରାଙ୍ଗ। ଆପଣ ତ ଦେଖୁଛନ୍ତି ଏମ୍ଏଲ୍ ଷ୍ଟାଇଲ୍ ୟୁଟ୍ୟୁବ୍ ଚ୍ୟାନେଲ୍। ଯଦି ଏହି ଚ୍ୟାନେଲ୍ ଆପଣମାନେ ନୂଆ ଅଛନ୍ତି ଦୟାକରି ସବସ୍କ୍ରାଇବ୍ କରିବେ ଆଉ ଲାଇକ୍ କରିବେ। ହଁ, ମୋର ଏହି ଭିଡ଼ିଓ କରିବାର ଇଚ୍ଛା ନଥିଲା, କାରଣ ବାଧ୍ୟ ହେଇକି ମୁଁ କରୁଛି, କାରଣ ମୋ ସହିତ ଘଟଣା ଘଟିଛି। ଆଉ ଯେଉଁ ସରକାର ଯେଉଁ କଥା ଦେଇଥିଲା, ଯେଉଁ କଟନୀ ଚଟନୀ ହେବନି ଧାନ କିଣାରେ, କିନ୍ତୁ ମୋ ସହିତ କଟନୀ ଚଟନୀ ହେଇଛି ବୋଲି ମୁଁ ବାଧ୍ୟ ହେଲି ଏହି ଭିଡ଼ିଓ କରିବା ପାଇଁ। ଯେଉଁ ବିଧାୟକ ଯେଉଁ କହୁଛନ୍ତି ବିଧାନସଭାରେ, ମୋତେ ବହୁତ ଦୁଃଖ ଲାଗିଲା। ଯେଉଁଦିନ ମୁଁ ଧାନ ଦେଲି ମୋତେ ବି ସେଇଦିନ ବହୁତ ଲୁହ ବାହାରିଲା ଆଉ ମୋତେ କଷ୍ଟ ଲାଗିଲା ବି। ମୁଁ କେତେ ଚେଷ୍ଟା କଲି, ନାଇଁ କଟନୀ ଚଟନୀ ନାହିଁ ବୋଲି ମୁଁ ସେ ମିଲରକୁ କହିଲି, ତଥାପି ସେ ମୋର 13 କିଲୋ କଟନୀ ଚଟନୀ କରିନେଲା କୁଇଣ୍ଟାଲ ପିଛା। ଏଥିପାଇଁ ମୁଁ ଅନୁରୋଧ କରୁଛି, ଏଇଟା ମୋର କରିବାର ଇଚ୍ଛା ନଥିଲା କି ସରକାର ଉପରେ ଆକ୍ଷେପ କରିବାର ଇଚ୍ଛା ନଥିଲା, କିନ୍ତୁ ଯେଉଁ ଆମ ବେଳେ ଗରିବ ନିରୀହ ଚାଷୀ ଭାଇମାନଙ୍କୁ ଯେଉଁ ହଇରାଣ କରୁଛନ୍ତି ସେଇଟା କିନ୍ତୁ ସଠିକ୍ ନୁହେଁ। ଏଥିପାଇଁ ମୁଁ ଆଜିର ଭିଡ଼ିଓ ନେଇକି ଆସିଛି। ଚାଲନ୍ତୁ ଆରମ୍ଭ କରିବା। मद के चिल्लू मांस के चिल्लू 500 के चिल्लू। अरे मद के चिल्लू मांस के चिल्लू 500 के चिल्लू। अरे मुनुस चिल्लू नहीं। 300 ୟୁନିଟ୍ ଦେବୁ, 3000 ବତା ଦେବୁ, ପ୍ରତ୍ୟେକ ମହିଳାକୁ 1000 ଟଙ୍କା ଲେଖା ମାସକୁ ଦେବୁ। ଜିତି ଗଲା ପରେ କେନ୍ତା ପାସରି ଗଲୁ ରେ ବିଜେପି। ची 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 रे ननी ची 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 रे ननी ची 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 रे ननी। ବିଜେପି ଜିତିଲା ପରେ ଆମେ ଦୁଃଖରେ କହୁଛୁ, ହେଇ ଗଲା ରେ ନନି କାଣା ହେଇ ଗଲା। ଲଜ୍ଜା ଲାଗିବା କଥା। ଗାଁ ଗହଳିରେ ଏଇଟା ସବୁବେଳେ ବାଜୁଛି ସେଠି। ରାଜା ଭାଇ କହିଲେ ଯେ 12 କେଜି 12 ରୁ 15 କେଜି पर क्विंटाल कटनी चटनी होची। जदि 12 ରୁ 15 केजी पर क्विंटाल कटनी चटनी होची, माननीय प्रसन्न आचार्य भी गोटे मु मीडिया रे देखुतली, सी भी कहूतले जे मते 12 लोग 15 लोग फोन कलेनी 8 केजी 10 केजी 12 केजी कटुची बोली किरे। किए फोन कला सेटा भी थोड़े कहबार कथा जे बिजू जनता दल रो कार्यकर्ता कहला कि चासी कहला। आज्ञा मु चाषी निजे कହୁचे। आज्ञा मो सहित जो मंडी रे कटनी चटनी ହେଇଛି, ଆପଣ ବିଶ୍ୱାସ କରିବେ ନାହିଁ। ମୁଁ ଆପଣମାନଙ୍କୁ ପ୍ରମାଣ ସହିତ ମୁଁ କହୁଛି, ଆପଣମାନେ ଆସନ୍ତୁ, ତଦନ୍ତ କରନ୍ତୁ। ମୋ ନାଁ ଅଛି ପ୍ରଶାନ୍ତ ଗୋଗରାଙ୍ଗା, ମୋର ଡିଷ୍ଟ୍ରିକ୍ଟ ରାୟଗଡ଼ା, ବ୍ଲକ ଚନ୍ଦ୍ରପୁର, ଆଉ ପଞ୍ଚାୟତ ବୁଡ଼ୁବାଲି, ଆଉ ଆମର ମଣ୍ଡି ହେଉଛି ହନୁମନ୍ତପୁର। ମୋର ଧାନ କୁଇଣ୍ଟାଲ ପିଛା ମିଲର ନେଲା 13 କେଜି। ଚିନ୍ତା କରନ୍ତୁ ଆପଣ, ସେଠି ଯେଉଁ ମଜା ମାରିକି ଯେଉଁ ଗୀତ ଗାଉଛନ୍ତି ନା, ଜଣକୁ ମାନେ ପରିହାସ କରି ଛି 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 ରେ ନନି ଛି ଗୀତ ଗାଉଛନ୍ତି ନା, ଏବେ ଲୋକମାନେ ଆପଣଙ୍କୁ ଗାଉଛନ୍ତି। ଆଜ୍ଞା ମାନେ ଏହି ନ୍ୟୁଜ୍ଟା ମୁଁ ଯେତେବେଳେ ସତ୍ୟପାଠ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମୁଁ ଏ ନ୍ୟୁଜ୍ଟା ଦେଖିଲି, ଆଜ୍ଞା ନିଜକୁ ବହୁତ କଷ୍ଟ ଲାଗିଲା। ତାପରେ ମୁଁ ଜଣେ ନିଜେ ଚାଷୀ, ମୁଁ ସେ ଅନୁସାରେ ମୁଁ କ'ଣ କଲି ଯେ କମେଣ୍ଟ ସେକ୍ସନଟା ଯାଇକି ମୁଁ ଯେଉଁ ଲେଖିକି ଯେଉଁ ମୋର ମତାମତ ଦେଲି, ଆଜ୍ଞା ସେ ଯେଉଁ ୟୁଟ୍ୟୁବ୍ ଚ୍ୟାନେଲ୍ ବାଲା କ'ଣ କରିଦେଲା, ସେ କମେଣ୍ଟ ସେକ୍ସନକୁ ଆଜ୍ଞା ଡିଲିଟ୍ ମାରିଦେଲା। ଆଉ ଥରେ ମୁଁ ଦେଖୁଛି ଡିଲିଟ୍ ହେଇଛି। ତାପରେ ପୁଣି ଥରେ ମୁଁ ଆଉ ଗୋଟେ କମେଣ୍ଟ ସେକ୍ସନରେ ଯେଉଁ ଆଉ ଥରେ ଲେଖିଲି, ଆପଣମାନେ ବି ଦେଖିବେ, ଆଜ୍ଞା ଆଉ ଥରେ ସେ ମଧ୍ୟ କ'ଣ କରିଦେଲା, ରିମୁଭ୍ ନାହିଁ। ବର୍ତ୍ତମାନ ମୋତେ ଚେକ୍ କରି ଦେଖନ୍ତୁ, ସେଇଟା ନାହିଁ। ଆଜ୍ଞା ମୁଁ କ'ଣ କଲି, ସ୍କ୍ରିନଶଟ୍ କରି ମୁଁ ରଖିଛି। ଆଜ୍ଞା ମୁଁ ଜାଣୁଛି ଏପରି ଗଦି ମିଡ଼ିଆ ଆଜ୍ଞା କେବେ ମାନେ ସମାଜକୁ କେବେ ସେମାନେ ଆଗକୁ ନେଇପାରିବେ ନାହିଁ। ସେମାନେ ଖାଲି ଯେଉଁପଟେ ସରକାର ସେପଟେ ଆଜ୍ଞା ବିଜେପି ଲୋକ ସମର୍ଥକ ଏ ନ୍ୟୁଜ୍ ବାଲା। ଆଜ୍ଞା ମୁଁ କହୁନି, ଆଜ୍ଞା ସେ ନିଜକୁ ଦେଖେଉଛି ଯେ ମୁଁ ବିଜେପି ପାର୍ଟି। କାହିଁକି ଡିଲେଟ୍ ମାରିବା? ଆପଣଙ୍କୁ କାହିଁକି ଭୟ ଲାଗିଲା? ଲୋକମାନେ କାହିଁକି ଦେଖିଦେବେ, ଜାଣିଦେବେ, ଫୋନ୍ କରିଦେବେ। ମୁଁ ସବୁ ଦେଇଥିଲି ଆଜ୍ଞା, ଫୋନ୍ ନମ୍ବର ସବୁ ଆପଣମାନେ ଦେଖନ୍ତୁ ନିଜେ ଆଖିରେ। ଯଦି ଆପଣଙ୍କୁ ବିଶ୍ୱାସ ହେଉନି, ଆପଣମାନେ ଆସନ୍ତୁ, ମୁଁ ଯେଉଁ ଆଡ୍ରେସ୍ ଦେଲି ସେ ଅନୁସାରେ ତଦନ୍ତ କରନ୍ତୁ। ହଁ କି ନାହିଁ? ଆପଣମାନେ ଗ୍ରାଉଣ୍ଡ ଜିରୋକୁ ଯାଇକି ଆପଣ ତଦନ୍ତ କରନ୍ତୁ। ଯଦି କମ୍ପ୍ଲେନ୍ ଆସିଲା, ଆପଣ ଟିମ୍କୁ ଯାଇକି ଆପଣ ପଠାଉନାହାନ୍ତି। ଆମ ଭଳିଆ ଗରିବ ଚାଷୀ ଆଦିବାସୀ ଲୋକମାନଙ୍କୁ ତୁମେ ଲୁଟି ନେଉଛ, ବାଟ ମାରଣା କରୁଛ।
ଆଜି ତମେ ଗାଉଛ ଛି ଛି ଛିରେ ନ ଛି। ଯଦି 12 କିଲୋ ଯଦି କଟନୀ ଛଟନୀ ହଉଛି ତାହେଲେ ରାଜ ରାସ୍ତାକୁ କାହିଁକି ଆସିଲେନି? ଆପଣଙ୍କର ଦାୟିତ୍ୱ କ'ଣ? ଆଜ୍ଞା ଆମେ କାହିଁକି ରାଜ ରାସ୍ତାକୁ ଯିବୁ? ସେଠି ମଶା ମାଛି ଏଇସବୁ ଖାଇକି କାହିଁକି ରହିବୁ? ଭୋକରେ କାହିଁକି ଶସ୍ୟ ରହିବୁ? ସେଠି ଯାଇକି ଅପେକ୍ଷା ଆମେ କାମ କରିକି ଗୋଟେ 2 ଟଙ୍କା ଗୋଟେ ରୋଜଗାର କଲେ ଆମର ପେଟ ବଞ୍ଚିବ। ଆମେ ଦେଖୁଛୁ ଏବେ ସରକାର କେତେ ରାସ୍ତାରେ ଓହ୍ଲେଇଛନ୍ତି। ମା' ମାନେ ମିଶନ ଶକ୍ତି ମା' ମାନେ ସେଠି ଯାଇକି ଶୋଉଛନ୍ତି, ତଥାପି ସେମାନଙ୍କର ଆପଣମାନଙ୍କ କାନରେ ପଶୁ ନାହିଁ। ଆଉ କ'ଣ ଆମମାନଙ୍କ କାନ ପଶେ ତ ଆମେ ଯେଉଁ ରାସ୍ତାକୁ ଓହ୍ଲେଇବୁ ସେଟା କ'ଣ ଆପଣମାନଙ୍କ କାନରେ ପଶିବ କି? ଚିନ୍ତା କରନ୍ତୁ। ଆପଣ ଯେଉଁ ସେଠି ମଜା ମାରିକି ବିଧାନସଭାରେ ଛିରେ ନ ଛି କରି ଗାଉଛନ୍ତି, ଏବେ ଲୋକମାନେ ଉଲ୍ଟା ଗାଉଛନ୍ତି ଛିରେ ନ ଛି। କଥା ଦେଇ କରି କଥା ରଖିଲନି ବିଜେପି ସରକାର, କଥା ଦେଇ କରି କଥା ରଖିଲନି ବିଜେପି ସରକାର। ଛି ଛି ଛିରେ ନନି ଛି, ଛି ଛି ଛିରେ ନନି ଛି, ଛି ଛି ଛିରେ ନନି। ସାଙ୍ଗମାନେ ଏ ଭିଡ଼ିଓ ଯଦି ଭଲ ଲାଗିଲା ତାହେଲେ ଲାଇକ୍ କରିବେ, ଆଉ ନିଜର ସାଙ୍ଗସାଥିମାନଙ୍କୁ ସେୟାର କରିବେ, ବହୁ ମାତ୍ରାରେ ଯେମିତିକି ବିଜେପି ସରକାର ଟିକେ ଜାଣୁ। ଆଉ ହଁ, ଯଦି ଏହି ଚ୍ୟାନେଲରେ ଯେଉଁମାନେ ନୂଆ ଅଛନ୍ତି ଦୟାକରି ସବସ୍କ୍ରାଇବ୍ କରିବେ। ତା ସହିତ ଆପଣମାନଙ୍କର ମତାମତ କ'ଣ କମେଣ୍ଟ ସେକ୍ସନରେ ଦେବା ପାଇଁ ଭୁଲିବେ ନାହିଁ। ଯେତେ ମାତ୍ରା ମୁଁ ଜାଣିଛି ଯେ ଯେଉଁମାନେ ବିଜେପିରେ ଅଛନ୍ତି ସେମାନଙ୍କୁ କିଛି ବାଧୁ। ଆଉ ଦେଖିବା କ'ଣ କମେଣ୍ଟ ସେକ୍ସନରେ କ'ଣ ଆସୁଛି ମତାମତ। ଆଉ ଆପଣମାନେ ବହୁତ ମାତ୍ରାରେ ଏଇ ଭିଡ଼ିଓକୁ ସେୟାର କରନ୍ତୁ। ସେମାନେ ଭାବୁଛନ୍ତି ଯେ ଆମର ଠିକ୍ ଚାଲିଛି, ଆମ ଭଳିଆ ନିରୀହ ଲୋକ ହଇରାଣ ପଡ଼ୁଛନ୍ତି ଯେ ସରକାର ଆସିବାରୁ। ହଉ ସାଙ୍ଗମାନେ, ରହିଲି। ନମସ୍କାର, ଧନ୍ୟବାଦ ଆପଣମାନେ ସମୟ ଦେଇଥିବାରୁ। ପୁଣି ଦେଖା ହେବା ଆଉ ଗୋଟେ ନେକ୍ସଟ ଭିଡ଼ିଓରେ।